ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ। ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ଆସନ୍ତା 16 ଫେବୃଆରୀ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଭିଯାନକାରୀ ତଥା ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ଉପସ୍ଥିତ ରହି ବୈଦ୍ୟୁତିକ ତଥା ଛାପା ଗଣମାଧ୍ୟମରେ ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇବା ସହିତ ଓଡ଼ିଶାର 30 କୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ସାରସ୍ୱତ ସମ୍ପର୍କରେ ଏକ ସୂତାରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା ପ୍ରକାଶ କରିଛନ୍ତି। ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ଆସନ୍ତା ସୋମବାର ଫେବୃଆରୀ ମାସ 16 ତାରିଖରୁ ଆରମ୍ଭ କରାଯିବ ଏବଂ ତାର 16 ତାରିଖର କାର୍ଯ୍ୟକ୍ରମ ରହିବ ଏହି ମାଟିର ଇଷ୍ଟଦେବୀ ମା ଡକରୀଙ୍କ ମନ୍ଦିରରେ ସକାଳୁ ପୂଜାର୍ଚ୍ଚନା ପରେ ସକାଳ 10 ଘଣ୍ଟା ସମୟରେ ଯୁଗଯାତ୍ରୀ ସାହିତ୍ୟ ସଂସଦ ପରିସରରୁ ଏକ ବନ୍ଧୁ ମିଳନ ସହିତ ଏହି ଅଭିଯାନର ଶୁଭାରମ୍ଭ କରାଯିବ। କିଛି ବ୍ୟକ୍ତିବିଶେଷ ଆମେ ଅତିଥି ଭାବରେ ସେମାନଙ୍କୁ ଆମନ୍ତ୍ରଣ କରିବୁ। ସେମାନେ ସବୁଜ ପତାକା ଦେଖି ଏହି ଅଭିଯାନର ଶୁଭାରମ୍ଭ କରିବେ ଏବଂ ଓଡ଼ିଶାରେ ଥିବା 30 କୋଟି ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଏହାରି ମଧ୍ୟରେ ଆମର ସମ୍ପର୍କ ହୋଇଛି। ଆମେ ସେମାନଙ୍କ ପାଖକୁ ଯିବୁ। ପ୍ରଥମରେ ମଦନପୁର ରାମପୁରରୁ କନ୍ଧମାଳ ଜିଲ୍ଲାରୁ ଏହି ଅଭିଯାନ ଆରମ୍ଭ କରାଯାଏ। କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ 18 ତାରିଖରେ ପରିସମାପ୍ତି ହେବ। ଏଣୁ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଆମେ ସମସ୍ତଙ୍କୁ ଯୁଗଯାତ୍ରୀ ସାହିତ୍ୟ ସଂସଦର 50 ବର୍ଷର ଅନୁଭୂତି ଅଭିଜ୍ଞତା ଏବଂ ଓଡ଼ିଶାରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଗୋଟେ ଏକତା ସୂତ୍ରରେ ବାନ୍ଧିବାର ପ୍ରୟାସ କରିଛୁ ଏବଂ ଏହା ସଫଳ ହେବ ବୋଲି ଆଶା କରୁଛୁ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ସ୍ମରଣୀୟ ଆଉ ଯେଉଁ 30 ଦିନ ଧରି ଗୋଟେ ମାସ ଧରି ଯାତ୍ରା କରିବେ ବନ୍ଧୁ ହେମନ୍ତ ବାବୁ ତାଙ୍କର ମଧ୍ୟ ଆମେ ଶୁଭକାମନା କରୁଛୁ। ତାଙ୍କ ଯାତ୍ରା ସଫଳ ହେଉ। ମା ମାଣିକେଶ୍ୱରୀ ତରଫରୁ ସେ ଠିକ୍ରେ ଯାଇ ସବୁ ଜାଗା ବୁଲି ଆସନ୍ତୁ ଏବଂ ଆମ ଅନୁଷ୍ଠାନକୁ ସବୁ ଜାଗାରେ ପରିଚିତ କରାନ୍ତୁ ଏବଂ ସେମାନଙ୍କୁ ମଧ୍ୟ ଆମ ଅନୁଷ୍ଠାନକୁ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ। आज ये संपर्क अभियान यात्रा करने जेन माने बाहरीचन से अपन गाँव कह जाऊँ देखु यहाँ गोटे गोटे नुआ गोटे अनुष्ठान गोटे साहित्य अनुष्ठान गोटे प्रयास कर जीवजात्री साहित्य संसदर संपादक हेमंत साहू जे अनुष्ठान ये अंचल दीर्घ 50 वर्ष ऊर्ध है साहित्य सेवा जारी रखी से अनुष्ठान को नहीं सारा ओडिशा रे से परिचित कराइबे एवं 30 जिले साहित्य अनुष्ठान जो माने कि ओडिशा साहित्य को जो तांकर विभिन्न कार्यक्रम माध्यम जो अवदान देइचंती ओडिया साहित्य को तांको से तथ्य संग्रह करी से एक पुस्तक मध्य करने स्थिर करछंती। विभिन्न जिल्लार से तथ्य संग्रह करी आनी से गोटे उपाध्याय पुस्तक करेंगे एवं से पुस्तक साहित्यिक मान को गोटे उपाध्याय पुस्तक हम गोटे भल प्रयास से कर यात्रा एकक संपर्क अभियान यात्रा सफल हो। कलाहांडी जिल्लाରୁ ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।